ଆମର ଏଇ କାର୍ଯ୍ୟକ୍ରମଟା ଡିସେମ୍ବରରୁ ଆରମ୍ଭ ହେଇକି 31 ଜାନୁଆରୀ ପର୍ଯ୍ୟନ୍ତ ଚାଲୁ ରହୁଛି। ସାରା ରାଜ୍ୟରେ ଯେତେ ଆମର ପିକନିକ ସ୍ପଟ୍ ଅଛି ସବୁ ସ୍ପଟ୍ ମାନଙ୍କରେ ଆମର ଯୋଉ ସିରିଏଲ ଦିଆହେଇଛି ଯୋଉ ସ୍ପଟ୍ ଗୁଡ଼ା ସେଇ ସ୍ପଟ୍ରେ ଆମର ଯୋଉ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଯୋଉ ବ୍ୟବହାର କରୁଛନ୍ତି ତା ଉପରେ ସଚେତନତା କରାଯାଉଛି ଏବଂ ସଫେଇ କାର୍ଯ୍ୟ ମଧ୍ୟ କରାଯାଉଛି। ତେଣୁ ଆଜି ଆମର ଏଇ ଯୋଉ ଆଳି ବରାଇପୁର ମନ୍ଦିର ପ୍ରାଙ୍ଗଣରେ ଆଜି ଏହିପରିକା କାର୍ଯ୍ୟକ୍ରମ ଚାଲିଛି। ଆମେ ସ୍କୁଲର ପିଲାମାନଙ୍କୁ ଆଣିଥିଲୁ ସେ ରାଲି ଦ୍ୱାରା ଲୋକଙ୍କୁ ସଚେତନତା କରି ରାଲି କରି ଆଳି ଗାଁରେ ବୁଲୁଥିଲୁ ଏବଂ ଆଜି ଆମର ଏଇ ଯୋଉ ବରାଇପୁର ମନ୍ଦିରରେ ଯୋଉ ଦ୍ୱାଦଶ ପ୍ରୋଗ୍ରାମ ଥିଲା ବହୁତ ସମାଗମ ହେଇଥିଲେ, ଟୁରିଷ୍ଟ ମାନେ ଆସିଥିଲେ। ବହୁତ ପ୍ରକାର ଆମର ଯୋଉ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ମାନେ ୟୁଜ୍ କରିକି ଏଣେ ତେଣେ ପକେଇଥିଲେ ତାକୁ ଆମେ ଶିଶୁ ମନ୍ଦିରର ସ୍କୁଲ ମ୍ୟାଡାମ ମାନେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଉ ଆପଣମାନେ ଏବଂ ଲୋକାଲ ଲୋକଙ୍କୁ ଧରି ଆମ ବନ ବିଭାଗର ଷ୍ଟାଫ ରାଜନଗରର ସମସ୍ତେ ମିଶି ଆଜି ଏଇ ସଫେଇ କାର୍ଯ୍ୟକ୍ରମ କରିଛୁ। ଆମର ଏଇ ଯୋଉ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକଟା ସରକାର ଏବେ ବୟାନ କରିବାକୁ ଚାହୁଁଛନ୍ତି, ଯୋଉଟା କି ଥରେ ବ୍ୟବହାର କଲେ ଆଉ ତାକୁ ପରବର୍ତ୍ତୀ ଟାଇମରେ ଆମେ ବ୍ୟବହାର କରିପାରୁନେ, ତାକୁ ଡ୍ୟାମେଜ କଲେ ବି ସିଏ ଆଉ ନଷ୍ଟ ହଉନି, ତେଣୁ ପଲ୍ୟୁସନ ମାତ୍ରା ବଢି ଚାଲିଛି। ତେଣୁ ଏବେ ଆମେ କହୁଛୁ ଯେମିତି ପୂର୍ବରୁ ଥିଲା ଆମେ ମାର୍କେଟକୁ ଗଲାବେଳେ ବ୍ୟାଗ ନେଇ ଘରୁ ଯାଉଥିଲେ କପଡା ବ୍ୟାଗ, ତେଣୁ ସେଇଭଳିଆ କପଡା ବ୍ୟାଗ ନେବା। ଆଉ ମାର୍କେଟରେ ଯୋଉ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଯୋଉମାନେ ଦଉଛନ୍ତି ବି ଆମକୁ ପନିପରିବା ସଉଦାପତ୍ର ତାକୁ ଆମେ ବ୍ୟାନ୍ କରିବା। ଆମେ ସଚେତନ ହେଲେ ସେ ଦୋକାନୀ ମାନେ ନିଶ୍ଚିନ୍ତ ସଚେତନ ହେବେ। ସେଇ ବାର୍ତ୍ତା ନେଇ ଆମେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଯେମିତି ବ୍ୟାନ୍ କରାଯିବ ସେଥିପାଇଁ ଆମେ ଏଇ ଅଭିଯାନ କାର୍ଯ୍ୟ ଚାଲିଛି।